ଅଭିଜ୍ଞତାରୁ ଜଣାଯାଇଛି ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ଗ୍ରହମାନଙ୍କର ସଠିକ୍ ଅବସ୍ଥିତିକୁ ଅନୁଧ୍ୟାନ କରି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଥିବା ବ୍ୟକ୍ତି ଜୀବନରେ ସଫଳତାର ସ୍ୱାଦ ନିଶ୍ଚୟ ଚାଖିଥାନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାର ବାର୍ଷିକ ରାଶିଫଳ। ପ୍ରତ୍ୟେକ ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ମନ ଭିତରେ ଅନେକ ନୂଆ ନୂଆ ଚିନ୍ତାଧାରାର ସମ୍ଭାର ସାଙ୍ଗରେ ନେଇ ଆସିଥାଏ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ନୂତନ ବର୍ଷର ଆରମ୍ଭ ଏକ ନୂଆ ଶକ୍ତି ଓ ଉତ୍ସାହ ଭରି ଦେଇଥାଏ। କିଛି ଇଚ୍ଛା ପୂରଣ ହୋଇ ଜୀବନରେ ଖୁସିର ଲହର ଖେଳିଥାଏ ତ ସଫଳତାର ମାଧୁର୍ଯ୍ୟରେ ନିଜକୁ ଆତ୍ମହରା କରିଦେଇଥାଏ। ଏପରି କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ କି ବିନା ପ୍ରଚେଷ୍ଟାରେ ଜୀବନରେ ଉନ୍ନତି କରିଥାନ୍ତି ବା ସଫଳତାର ସ୍ୱାଦ ଚାଖିଥାନ୍ତି। ଅନ୍ୟ କିଛି ବ୍ୟକ୍ତି ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରି ନିଜକୁ ପ୍ରତିଷ୍ଠିତ କରିଥାନ୍ତି। ସମାନ୍ତରାଳ ଭାବରେ ଅନ୍ୟ କିଛି ବ୍ୟକ୍ତି କଠିନ ପରିଶ୍ରମ କରି ମଧ୍ୟ ତଥା ବିଭିନ୍ନ ପ୍ରକାରର ଉଦ୍ଯୋଗ କରିବା ସତ୍ତ୍ୱେ ମଧ୍ୟ ସଫଳତା ହାତଛଡ଼ା କରିଦେଇଥାନ୍ତି। ଏସବୁ ଘଟଣା ପଛରେ ଲୁଚି ରହିଥାଏ ଗ୍ରହ ନକ୍ଷତ୍ରମାନଙ୍କର ଲୁଚକାଳି ଖେଳ। ଦ୍ୱାଦଶ ରାଶିଚକ୍ରରେ ଗ୍ରହମାନଙ୍କର ଅବସ୍ଥିତି ଅନୁଯାୟୀ ଅଭିଜ୍ଞତାରୁ ଜଣାଯାଇଛି ରାଶିଚକ୍ରରେ ପରିଭ୍ରମଣ କରୁଥିବା ଗ୍ରହମାନଙ୍କର ସଠିକ୍ ଅବସ୍ଥିତିକୁ ଅନୁଧ୍ୟାନ କରି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଥିବା ବ୍ୟକ୍ତି ଜୀବନରେ ସଫଳତାର ସ୍ୱାଦ ନିଶ୍ଚୟ ପାଇଥାନ୍ତି। 2026 ମସିହାର ବାର୍ଷିକ ରାଶିଫଳ ମାଧ୍ୟମରେ ଦର୍ଶକ ବନ୍ଧୁମାନେ ଜାଣିପାରିବେ ଆସନ୍ତା ନୂତନ ବର୍ଷ 2026 ମସିହା ସେମାନଙ୍କ ପାଇଁ କିପରି ରହିବ। ଜୀବନର ବିଭିନ୍ନ କ୍ଷେତ୍ରରେ ଯେପରିକି କ୍ୟାରିୟର, ଅର୍ଥ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରେମ ଓ ପରିବାର ପ୍ରଭୃତି କ୍ଷେତ୍ରରେ ସେମାନେ ଏହି 2026 ମସିହାରେ କ'ଣ ସବୁ ଫଳ କେଉଁ ସମୟରେ ପାଇବାର ବିଶେଷ ସମ୍ଭାବନା ରହିଅଛି। ନୂତନ ବର୍ଷର କେଉଁ ସମୟରେ କ'ଣ ପଦକ୍ଷେପ ଗ୍ରହଣ କଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିପାରିବ। ଆଗାମୀ ଏପିସୋଡ଼ ମାଧ୍ୟମରେ ଦ୍ୱାଦଶ ରାଶିଚକ୍ରର 12 ଗୋଟି ରାଶି ମେଷ ରାଶିଠାରୁ ଆରମ୍ଭ କରି ମୀନ ରାଶି ପାଇଁ ପ୍ରତ୍ୟେକ ରାଶିର ବାର୍ଷିକ ରାଶିଫଳ ପର୍ଯ୍ୟାୟକ୍ରମେ ଉପସ୍ଥାପନ କରାଯିବ ଏହି ତପନ ଡାଇଜେଷ୍ଟ ମାଧ୍ୟମରେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।